ସ୍ଥଗିତ ରହିଲା ମହାପ୍ରଭୁ ଜଗନ୍ନାଥଙ୍କର ଆନିମେସନ୍ ଚଳଚ୍ଚିତ୍ର ମୁକ୍ତିଲାଭ। ମହାପ୍ରଭୁ ଜଗନ୍ନାଥ ଆନିମେସନ୍ ଫିଲ୍ମ ନେଇ ଗଜପତି ମହାରାଜଙ୍କର ଆପତ୍ତି ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଚାର ପ୍ରସାର କମିଟି ବୈଠକରେ ମହାପ୍ରଭୁ ଜଗନ୍ନାଥ ଆନିମେସନ୍ ଚଳଚ୍ଚିତ୍ର ସ୍କ୍ରିନିଂ କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଗଜପତି ପ୍ରତିକ୍ରିୟା ଦେଇ କହିଥିଲେ, ଏହି ଫିଲ୍ମ ସମ୍ପୂର୍ଣ୍ଣ କାଳ୍ପନିକ। ଆଜିର ଛୋଟ ପିଲା ଯୁବପିଢ଼ିଙ୍କ ପାଇଁ ଚଳଚ୍ଚିତ୍ର ନିର୍ମାଣ ସ୍ୱାଗତଯୋଗ୍ୟ, କିନ୍ତୁ ଏହା କାଳ୍ପନିକ କିମ୍ବା ମନଗଢ଼ା କାହାଣୀ ହେବା କଥା ନୁହେଁ। ବୈଠକରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ମଧ୍ୟ ନିଜ ଭୁଲ ସ୍ୱୀକାର କରିଥିଲେ। ଭୁବନେଶ୍ୱର MS ଇଲ୍ ଆନିମେସନ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ନିର୍ମିତ ଏବଂ ଆସନ୍ତା ଜୁଲାଇ 10ରେ ପ୍ରେକ୍ଷାଳୟରେ ଆସିବାକୁ ଥିବା ମହାପ୍ରଭୁ ଜଗନ୍ନାଥ ଚଳଚ୍ଚିତ୍ରର ମୁକ୍ତିଲାଭ ସ୍ଥଗିତ ରଖାଯାଇଛି। ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ଆଉ ଥରେ ତର୍ଜମା ହୋଇ ପରିବର୍ତ୍ତିତ ହେବ। ଫିଲ୍ମର ଅଫିସିଆଲ ଟ୍ରେଲରକୁ ଦେଖିବା ପରେ ଗଜପତି ମହାରାଜ ନିଜର ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ। ତାଙ୍କ କହିବା ଅନୁଯାୟୀ ଏହା ସମ୍ପୂର୍ଣ୍ଣ କାଳ୍ପନିକ କାହାଣୀ। ଚଳଚ୍ଚିତ୍ରରେ ମହାପ୍ରଭୁଙ୍କର ଏକ ସମ୍ପୂର୍ଣ୍ଣ ମନଗଢ଼ା ଓ କାଳ୍ପନିକ କାହାଣୀ ପ୍ରଦର୍ଶନ କରାଯାଇଛି, ଯାହା ଆମର ପବିତ୍ର ଶାସ୍ତ୍ର ସହିତ ଆଦୌ ମେଳ ଖାଉନାହିଁ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗବେଷକ, ବିଭିନ୍ନ ମଠର ମଠାଧୀଶ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ। ଯାହା ସେ ଚଳଚ୍ଚିତ୍ରରୁ ଦେଖାଗଲା, ସେଥିରେ ଆମର ସମସ୍ତ ସଦସ୍ୟ ମାନେ ଏଇ ଗୋଟିଏ ସିଦ୍ଧାନ୍ତରେ ଉପନୀତ ହେଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମହିମା ପ୍ରଚାର କରିବାକୁ ହେଲେ ଆମକୁ ମହାପ୍ରଭୁଙ୍କର ଯୋଉ ସନାତନ ଶାସ୍ତ୍ର ଅଛି ବା ପ୍ରତିଷ୍ଠିତ ଲୋକମାନ୍ୟ କିମ୍ବଦନ୍ତୀ ଅଛି, ଇତିହାସ ଅଛି, ପରମ୍ପରା ଅଛି, ସଂସ୍କୃତି ଅଛି, ତା ଆଧାରରେ ପ୍ରଚାର କଲେ ଅତି ଉତ୍ତମ। କିନ୍ତୁ ଯାହା ଆମେ ଦେଖିଲୁ ସେଟା ସମ୍ପୂର୍ଣ୍ଣ କାଳ୍ପନିକ। ସେଟାକୁ ଆମର ସଦସ୍ୟ ମାନେ ଗ୍ରହଣ କରିପାରିଲେ ନାହିଁ। କହିଲେ ଯେ ଏଇଭଳିଆ ପ୍ରଚାର ହେଲେ ଜଗନ୍ନାଥଙ୍କର ଅପମାନ ହବ, ଜଗନ୍ନାଥ ସଂସ୍କୃତିର ଉତ୍ତମ ପ୍ରଚାର ହେଇପାରିବ ନାହିଁ, ତେଣୁ ଏଇଭଳିଆ ପ୍ରଚାର ନ ହଉ। କିନ୍ତୁ ଆମର ଯୋଉ ଏଲି ଆନିମେସନ ପ୍ରାଇଭେଟ ଲିମିଟେଡ ର ସଦସ୍ୟ ମାନେ ଆସିଥିଲେ, ତାଙ୍କ ସାଙ୍ଗରେ ଆମେ କଥାବାର୍ତ୍ତା କଲୁ। ପ୍ରଥମ ଆମେ ତାଙ୍କର ଯୋଉ ଭାବନା, ଗୋଟିଏ ହଉଛି ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର, ଲୋକମାନଙ୍କର ଭକ୍ତି ଭାବ ଜାଗରଣ, ଆଉ ବିଶେଷ କରି ଛୋଟ ଛୋଟ ପିଲାମାନଙ୍କ ପାଖରେ ମହାପ୍ରଭୁଙ୍କ କଥା ପହଞ୍ଚିବାର, ଏଇ ଉଦ୍ଦେଶ୍ୟକୁ ଆମେ ସ୍ୱାଗତ କଲୁ। ଆଉ ଆମେ କହିଲୁ ଯେ ହଉଛି ମହାପ୍ରଭୁଙ୍କର ଗୋଟେ ବଡ ସେବା, ଏଥିରେ ଆମେ ଆପଣଙ୍କ ସାଙ୍ଗରେ ଅଛୁ। ଶ୍ରୀମନ୍ଦିର ପ୍ରଶାସନ ଏ ପ୍ରଚାର ମହାପ୍ରଭୁଙ୍କର ଚାହୁଛି, କିନ୍ତୁ ଏ ପ୍ରଚାର ଉତ୍ତମ ଭାବରେ ହଉ, ଶାସ୍ତ୍ର, ପରମ୍ପରା, ସଂସ୍କୃତି ଉଲ୍ଲଂଘନ କରିକି ନ ହଉ। ତେଣୁ ଆମେ ତାକୁ ନିବେଦନ କଲୁ ଯେ 10 ତାରିଖ ଜୁଲାଇରେ ଯୋଉ ଆପଣଙ୍କର ରିଲିଜ ହଉଛି ସିନେମାରେ, ତାକୁ ଆପଣ ବର୍ତ୍ତମାନ ପାଇଁ ସ୍ଥଗିତ ରଖନ୍ତୁ। ଆମର ଏଇ ଯୋଉ ଉପସମିତି ଅଛି, ତାର ଗୋଟେ ମଣ୍ଡଳୀ ଅଛି, ଡିଜିଟାଲ ମିଡିଆ ମଣ୍ଡଳୀ। ସେଥିରେ ଆମର ବିଦ୍ୱାନ ମାନେ ଅଛନ୍ତି, ଆମର ଶ୍ରୀମନ୍ଦିର ବରିଷ୍ଠ ସେବକ ଅଛନ୍ତି। ସେମାନେ ଆପଣଙ୍କ ସାଙ୍ଗରେ ବସିକି ଏଇ ଯୋଉ ଆପଣ ମହାପ୍ରଭୁ ଜଗନ୍ନାଥ ଫିଚର ଫିଲ୍ମ କରିଛନ୍ତି, ତାକୁ ସମ୍ପୂର୍ଣ୍ଣ ଭାବରେ ସଂଶୋଧନ କରିବେ, ଯାହା ଦ୍ୱାରା କାହାରି କୌଣସି ଭକ୍ତର ହୃଦୟରେ କୌଣସି ଧାର୍ମିକ ଭାବନାର ଆଘାତ ହବ ନାହିଁ। ଆମେ ଯାହା ଦେଖିଲୁ, ଆମେ ଯାହା ଆଜି ଦେଖିଲୁ, ସେଥିରୁ ଆମକୁ ଅନୁଭବ ହେଲା ଯେ ଯାହା କରାଯାଇଛି ନିଶ୍ଚିତ ଭାବରେ ଭକ୍ତ ମାନଙ୍କର ହୃଦୟର ଧାର୍ମିକ ଭାବନାରେ ଆଘାତ ଆସିବ। ବ୍ୟୁରୋ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।